ମୁଁ ହେମତକାର ବସ୍ତିଆ ମୁଁ ସେକ୍ରେଟାରୀ ଜେନେରାଲ ଅଲ୍ ଆଉଟସୋର୍ସିଂ ଏମ୍ପ୍ଲୟିଜ୍ ଫେଡେରେସନ୍। ଆମର ସାମ୍ବାଦିକ ସମ୍মেଳନ ରଖାଯାଇଛି ଏଇଥିପାଇଁ ଯେ ଏ ଯେଉଁ ବନ ବିଭାଗର ଯେତିକ ସବୁ କର୍ମଚାରୀ ଅଛନ୍ତି ସେମାନଙ୍କୁ ଯେଉଁ ଡେଲି ୱେଜେସ୍ ଦେଉଛନ୍ତି ଆଉଟସୋର୍ସିଂରେ କାମ କରାଯାଉଛି କିନ୍ତୁ ତାଙ୍କୁ ଡେଲି ୱେଜେସ୍ରେ ଯେଉଁ ସାଲାରୀ ଦିଆଯାଉଛି ଏଇଟା ଗୋଟେ ନିନ୍ଦନୀୟ ବ୍ୟବସ୍ଥା। ସେମାନଙ୍କୁ ଯେମିତି ଆଉଟସୋର୍ସିଂରେ ଯେଉଁ ସୁବିଧା ସୁଯୋଗ ପାଉଛନ୍ତି ସେମାନଙ୍କୁ ତୁରନ୍ତ ଦିଆଯାଉ। ଏମାନେ ଯେଉଁ 7 ମାସ ହେଲା ଦରମା ପାଇନାହାନ୍ତି ତାଙ୍କୁ ତୁରନ୍ତ ଅବିଳମ୍ବେ ସରକାର ପେମେଣ୍ଟ କରନ୍ତୁ। ଆଉ ଯେଉଁ ଆମର ବାହାର ଲୋକଙ୍କୁ ଯେଉଁମାନେ ଛାତି ମାରିଦେଲା କି ବାଘ ମାରିଦେଲା ସେମାନଙ୍କୁ ବାହାର ଲୋକଙ୍କୁ ଯେମିତି ଦିଆଯାଉଛି 10 ଲକ୍ଷ ଏମାନଙ୍କୁ କ'ଣ ସେଇ ବ୍ୟବସ୍ଥା ଦିଆଯିବ କି? ଏମାନେ ସୁରକ୍ଷା ଦେଉଛନ୍ତି ଆଙ୍କୁ ତାଙ୍କଠୁ ଅଧିକ 25 ଲକ୍ଷ ଗୋଟେ ଲୋକ ଯଦି କର୍ମଚାରୀ ଡ୍ୟୁଟି ସମୟରେ ମରିଗଲା ତାକୁ 25 ଲକ୍ଷ ଦିଆଯାଉ। ଗୋଟେ ସାଧାରଣ ଲୋକକୁ 10 ଲକ୍ଷ ଦିଆଯାଉଛି। ଜଣେ ସେଇ ବ୍ୟବସ୍ଥାକୁ ସୁରକ୍ଷା ଦେଉଥିବା ଲୋକଟାକୁ ସେଇ 10 ଲକ୍ଷ ଦିଆଯିବ। ତାଙ୍କୁ ଆମ ଦାବି କରାଯାଉଛି ଯେଉଁମାନେ ସୁରକ୍ଷାରେ ଅଛନ୍ତି ଯେଉଁ କର୍ମଚାରୀ ମାନେ ଅଛନ୍ତି ଡ୍ୟୁଟିରେ ହାତୀ ଆକ୍ରମଣ ହେଉ କି ବାଘ ଆକ୍ରମଣ ହେଉ କି ଭାଲୁ ଆକ୍ରମଣ ମୃତ୍ୟୁବରଣ କରୁଛନ୍ତି ତାଙ୍କୁ 25 ଲକ୍ଷ ଦିଆଯାଉ। ଯେଉଁମାନଙ୍କୁ ପାର୍ସିଆଲ ମାନେ ଇଏ ହେଉଛନ୍ତି ସେମାନଙ୍କୁ 15 ଲକ୍ଷ ଦିଆଯାଉ। ଏତିକି ଆମର ଦାବି। ଯଦି ପୂରଣ ଆମର ତ 1 ତାରିଖରେ ଆମର ଅରଣ୍ୟ ଭବନ ଘେରାଉ କରାଯିବ। ହଜାର ହଜାର ସଂଖ୍ୟାର ଲୋକ ଆସିକି ଘେରାଉ କରାଯିବ। ଧନ୍ୟବାଦ। ପ୍ରଭାତ ମହାନ୍ତି, ସଭାପତି, ଓଡ଼ିଶା ଅସ୍ଥାୟୀ ବନ କର୍ମଚାରୀ ସଂଘ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆମେ ଦୀର୍ଘ ବର୍ଷ ଧରି ଜଙ୍ଗଲ ବିଭାଗର ପଶୁ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା, କାଠ ମାଫିଆଙ୍କ କବଳରୁ ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ ଓ ତାହାର ସୁରକ୍ଷା ପ୍ରମୁଖ ଅଫିସ ଦପ୍ତରରେ ମଧ୍ୟ ବହୁତ କଷ୍ଟ ସହିକିରି କାମ କରୁଛୁ। ଆମକୁ ଡେଲି ୱେଜେସ୍ ରଖାଯାଉଛି, କିନ୍ତୁ ଆଉଟସୋର୍ସିଂ ରଖାଯାଉଛି, କିନ୍ତୁ ଡେଲି ୱେଜେସ୍ରେ ଆମକୁ ଦରମା ଦିଆଯାଉଛି। ଆମେ ମରିଗଲେ ସାଧାରଣ ଲୋକଟିଏ ଯାହା ପାଉଛି ତାକୁ ଆଗରୁ ଦେଉନଥିଲେ। ଆମ ଆନ୍ଦୋଳନ ଫଳରେ ସେଇ ସାଧାରଣ ଲୋକ ମରିଗଲେ ହାତୀ ଆକ୍ରମଣରେ, ଭାଲୁ ଆକ୍ରମଣରେ, ସିଏ ଯାହା ପାଉଛି ଆମେ ପାଉନୁ। ଆମ ପାଇଁ ଉତ୍ତରଦାୟିତ୍ୱ ବ୍ୟବସ୍ଥା ନାହିଁ। ଆମ ସ୍ତ୍ରୀ ପିଲା ଭାସିଗଲେ ସରକାରଙ୍କର କିଛି ଦୋଷ ନାହିଁ। ଗୋଟେ ପ୍ରତିବଦ୍ଧ ଗଣତାନ୍ତ୍ରିକ ସରକାର এইভাবে অসহায় কর্মচারী তিল তিল করে শোষণ করুছি। আমি এর প্রতবাদে 7 দফা দাবি যথা আমକୁ আমার কার্যধারা, আমার কৌশল, আমার বিভিন্ন প্রকার পশু সুরক্ষা যে ট্যাকটিক্স অবলম্বন করছু, নিয়া লিভাইবা যে বৈজ্ঞানিক পদ্ধতি ব্যবহার করছু তাকে বিচার করে আমକୁ তুরন্ত স্কিল ভাবে দরমা দিয়া যাও এবং ডেলি ওয়েজেস ব্যবস্থা উঠাইকি ଆମକୁ ଆଉଟସୋର୍ସିଂ ବ୍ୟବସ୍ଥାର ମାନ୍ୟତା ଦିଆଯାଉ। ନମ୍ବର 2 ହେଲା ଆମେ ମରିଗଲେ ଆମକୁ 25 ଲକ୍ଷ ଟଙ୍କା ଦିଆଯାଉ। ଆମ ପରିବାର ଜଣେ ଚାକିରି ଦିଆଯାଉ। ଏବଂ ଯେଉଁମାନେ ଖଞ୍ଜ ହେଇଯାଉଛନ୍ତି, ଯେଉଁମାନେ ହାତୀ ଆକ୍ରମଣରୁ, ଭାଲୁ ଆକ୍ରମଣରୁ ବା ଅନ୍ୟାନ୍ୟ କାଠ ମାଫିଆଙ୍କ ଆକ୍ରମଣରୁ ବଞ୍ଚି ଯାଉଛନ୍ତି କିନ୍ତୁ ଖଞ୍ଜ ହେଇଯାଉଛନ୍ତି, ପଙ୍ଗୁ ହେଇଯାଉଛନ୍ତି, ତାଙ୍କୁ ତୁରନ୍ତ 15 ଲକ୍ଷ ଟଙ୍କା ଦିଆଯାଇ ତାଙ୍କ ପରିବାରରୁ ଜଣକୁ ଚାକିରି ଦିଆଯାଉ। ସମାନ ଭାବରେ ସାରା ଓଡ଼ିଶାର ଗୋଟିଏ ଡେଜିଗ୍ନେସନ୍ এই বন কর্মচারী মানকর କରାଯାଉ ଓ ସମସ୍ତଙ୍କୁ ଗୋଟିଏ ପ୍ରକାର ଇନଫର୍ମ ଦିଆଯାଉ। ସବୁଠାରୁ ଦୁଃଖର କଥା, ଜଙ୍ଗଲ ବିଭାଗର ବଡ଼ ବାବୁମାନେ, ଧଳା ହାତୀମାନେ ଯେଉଁମାନେ କୋଟି କୋଟି ଟଙ୍କା, ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଛନ୍ତି ସରକାରଙ୍କରୁ, କିନ୍ତୁ ଆମକୁ 6 ମାସ 7 ମାସ ହେଲା ଦରମା ଦେଇନାହାନ୍ତି। ବିଭିନ୍ନ ଆଳରେ ଆଜି ମିଳିବ କାଲି ମିଳିବ କହି 6 ମାସ ହେଇଗଲାଣି। କ'ଣ ନା କେନ୍ଦ୍ର ପଇସା ଦେଇନାହିଁ। କେନ୍ଦ୍ର ପଇସା ଦେବା, ପଇସା ଆଣିବା ହେଉଛି ସରକାରଙ୍କର ଦାୟିତ୍ୱ। ତାର କର୍ମଚାରୀ କି, ତାର ୱାର୍କମ୍ୟାନ୍ को पेट बुझा कथा सरकार। आमे लोकंक सरकार कहूँ, आमे कौन लोकरे जाऊनु, आमे कौन ओडिशार नागरिक नुहे, आमे कौन भारतर नागरिक नुहे, आमे कौन चतुर्थ श्रेणी नागरिक। आमको दैत्य व्यवस्था भितर छंदीब, आमको शोषण करिब, आम कर्म शक्ति की, श्रम शक्ति की शोषण करिब। प्रतिवाद कले छटई करिब, पानी चून खसिले छटई हम। छटई कर्मचारी पुनः नियुक्ति आमर अन्यतम दाबी। आपण माध्यम जणे दउछु, एही 7 दफा दाबी नहीं ओडिशार शह शह भोकिला कंकाल असहाय वन कर्मचारी 1 तारिख दिन निजस्व दाबी रे अरण्य भवन, जंगल विभाग मुख्यालय, जोटी जंगल विभाग आईन तैयारी होउची, जोटी जंगल विभाग बहुत धड़ा हाथी बिना कामे बसी दरमा नौचंती, तांकरी ऑफिस आगे धारणा दबु। जहाँ जंगल क्षति हम, जहाँ वन प्राणी क्षति हम, जहाँ आमर क्षति हम, जहाँ विभाग क्षति हम,
ସେଥିପାଇଁ ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ସରକାର ଦାୟୀ ରହିବେ।